ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ତପି ମିଶ୍ର ବିଷୟଟି ବର୍ତ୍ତମାନ ବହୁତ ଜୋରଦାର ଚର୍ଚ୍ଚା ଚାଲିଛି। କାରଣ ଆପଣମାନେ ଦେଖୁଥିବେ ତପି ମିଶ୍ର କିଭଳି ଭାବରେ ଖ୍ରୀଷ୍ଟିଆନିଟିକୁ ବଦନାମ କରିବା ସହିତ ତା ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ ବି ବହୁତ କିଛି କଥାବାର୍ତ୍ତା କରୁଛି। ତେବେ ତପି ମିଶ୍ରର ଭାଗ୍ୟ ଭଲ, ଖ୍ରୀଷ୍ଟିଆନ ଲୋକମାନେ ନିରୀହ ଅଟନ୍ତି। ଆଉ ଯଦି ଖ୍ରୀଷ୍ଟିଆନ ଲୋକମାନେ ଏକ ମାନହାନି କେସ୍ କରିବେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟକୁ ନେଇ ସେ ଯେମିତି ବଦନାମ କରୁଛି, ତେବେ ତପି ମିଶ୍ର ପୁରା ସମ୍ପୂର୍ଣ୍ଣ ଭାବରେ ଫସିଯିବ। ପୁରା 100% ମୁଁ ଗ୍ୟାରେଣ୍ଟି ଦେଉଛି। ଦେଖାଯାଉ ଆଗକୁ କ'ଣ ହେଉଛି। ଆଉ ଇଏ ଚ୍ୟାଲେଞ୍ଜ ଦେଇଥିଲା ଡିବେଟ୍ କରିବା ପାଇଁ ଖ୍ରୀଷ୍ଟିଆନ ଲୋକମାନଙ୍କୁ, କିନ୍ତୁ ଡରପୋକ ବା ଆମେ କହିପାରିବା ମାନେ ଡରୁଆ, ଯେ ଡରିକି ଦୌଡ଼ିକି ପଳାଇଯାଏ। ଯେତେବେଳେ ଖ୍ରୀଷ୍ଟିଆନ ଲୋକମାନେ ଆହ୍ୱାନ କଲେ ୟାକୁ ଡିବେଟ୍ କରିବା ପାଇଁ, ସେତେବେଳେ ଇଏ ଦୌଡ଼ିକି ପଳାଇଲା। କିନ୍ତୁ ମିଡ଼ିଆ ସାମ୍ନାରେ ବହୁତ ବଡ଼ ବଡ଼ ଭାଷଣ ମାରୁଥିଲା ଯେ ମୁଁ ଡିବେଟ୍ କରିବି। କଥାରେ ଗୋଟେ ଲୋକ କଥା ଅଛି ପ୍ରିୟ ବନ୍ଧୁଗଣ, ଗରଜିଲା ମେଘ ବରଷେ ନାହିଁ, ଭୋକିଲା କୁକୁର କାମୁଡ଼େ ନାହିଁ। ଯଦି ଆପଣ ପ୍ରବାଦଟି ଆପଣ କେବେ ଶୁଣିଥିବେ, ତେବେ ମୋତେ କମେଣ୍ଟ କରନ୍ତୁ। ଏଇ ଯେଉଁ ତପି ମିଶ୍ର ହେଉଛି ସେଇଭଳିଆ ଭୋକିଲା କୁକୁର, କିନ୍ତୁ କାମୁଡ଼ି ପାରିବ ନାହିଁ। ଗଡ଼ିଜିଲା ମେଘ କିନ୍ତୁ ବର୍ଷିବ ନାହିଁ। ତେବେ ଛାଡ଼ନ୍ତୁ ପ୍ରିୟ ବନ୍ଧୁଗଣ, ଆଜିର ବିଷୟବସ୍ତୁରେ ଆମେ ଆଲୋଚନା କରିବା ଏଇ ଯେଉଁ ତପି ମିଶ୍ର କେତେଜଣ ଆଦିବାସୀମାନଙ୍କୁ ଡକେଇ ଆଣିକି ତାଙ୍କୁ ବସେଇକି ସେ ମଧ୍ୟ ଗୋଟେ ଭିଡ଼ିଓ ତିଆରି କଲା। ଆଉ ତିଆରି କରିଛି କ'ଣ? ଧର୍ମ ପରିବର୍ତ୍ତନ ଉପରେ। ଆଉ ଆପଣ ଯଦି ସେ ଭିଡ଼ିଓକୁ ଭଲରେ ଦେଖିବେ, ଆଉ ସେଠି ସେ ଗୋଟେ ପ୍ରଶ୍ନ କରୁଛି କ'ଣ ଯେ ତୁମକୁ କେତେ ଟଙ୍କା ମିଳିଥିଲା ଧର୍ମ ପରିବର୍ତ୍ତନ କରିବା ପାଇଁ, କିନ୍ତୁ ସେମାନେ ନାହିଁ କରୁଛନ୍ତି, ଆମକୁ କୌଣସି ଟଙ୍କା ମିଳେନି। ତା'ମାନେ କ'ଣ? ତା'ମାନେ ଇଏ ନିଜକୁ ନିଜେ ଏକ୍ସପୋଜ୍ କରୁଛି ଯେ ଇଏ କେଡ଼େ ମୂର୍ଖ, ଯେ ମୁଁ ଯେଉଁ ପୂର୍ବରୁ ଯେଉଁ ବୟାନ ଦେଇଥିଲି ଖ୍ରୀଷ୍ଟିଆନମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ଟଙ୍କା ପଇସା ଧରିକି, ଆଉ ସେଇଟା ହେଉଛି ସମ୍ପୂର୍ଣ୍ଣ ଭାବରେ ମିଥ୍ୟା। ଇଏ ନିଜକୁ ନିଜେ ଏକ୍ସପୋଜ୍ କରୁଛି। ସେଥିପାଇଁ ତ ପୂର୍ବ ଭିଡ଼ିଓରେ ମୁଁ ୟାକୁ କହିଥିଲି ମୂର୍ଖ ତପି ମିଶ୍ର ବୋଲି। ତେବେ ପ୍ରିୟ ବନ୍ଧୁଗଣ, ଏଠାରେ ଅଛନ୍ତି ଆଦିବାସୀ ଲୋକମାନେ ଅନେକ ଅଛନ୍ତି। ଗୋଟେ ଭିଡ଼ିଓ ମୁଁ ଦେଖୁଥିଲି, ଭିଡ଼ିଓର ଟାଇଟଲ୍ ଥିଲା ଯେ ତପି ମିଶ୍ର ଖ୍ରୀଷ୍ଟିଆନମାନଙ୍କୁ ହିନ୍ଦୁ କଲେ। ଠିକ୍ ଅଛି, ଖ୍ରୀଷ୍ଟିଆନମାନଙ୍କୁ ହିନ୍ଦୁ କର, ସେଥିରେ ଆମେ କୌଣସି ବିଚଳିତ ହେବୁ ନାହିଁ। କାରଣ ଆମେ କ'ଣ? ପ୍ରଭୁ ଯୀଶୁ କିଏ? ପ୍ରଭୁ ଯୀଶୁଙ୍କର କାମ କ'ଣ? ପବିତ୍ର ଆତ୍ମାଙ୍କର କାର୍ଯ୍ୟ କ'ଣ? ସେଇଟା ଆମକୁ ଭଲ ଭାବରେ ଜଣା। ସେଥିପାଇଁ ଆମେ କେବେ ହେଲେ ମଧ୍ୟ ବିଚଳିତ ହେବୁ ନାହିଁ। କିଛି ଦିନ ପୂର୍ବରୁ ଜଣେ ଭାଇ ମୋତେ କମେଣ୍ଟ କରିଥିଲେ ଯେ ତୁମେ କହୁଛ ଯେ ହିନ୍ଦୁ ଲୋକମାନେ ଖ୍ରୀଷ୍ଟିଆନ ହେଇଯାଉଛନ୍ତି, ଯୀଶୁଙ୍କୁ ଗ୍ରହଣ କରୁଛନ୍ତି, ଯେଉଁ ବିଦେଶରେ ଯେଉଁ ଖ୍ରୀଷ୍ଟିଆନମାନେ ହିନ୍ଦୁ ହେଉଛନ୍ତି ତାଙ୍କ ବିଷୟରେ କ'ଣ କହିବ? ମୁଁ ମଧ୍ୟ ରିପ୍ଲାଏ ଦେଇଥିଲି ଯେ ସେମାନେ ତାଙ୍କ ଇଚ୍ଛା ଅନୁସାରେ ଧର୍ମ ଗ୍ରହଣ କରନ୍ତୁ, ଆମେ କୌଣସି ବାଧ୍ୟ କରିବୁ ନାହିଁ। କାରଣ ଆମ ଭାରତରେ ଏକ ସମ୍ବିଧାନ ମଧ୍ୟ ରହିଅଛି, ଯେଉଁଠି ଅଛି ଧର୍ମଗତ ସ୍ୱାଧୀନତା ଅଧିକାର। ସେଇଟା ଏଇଭଳି ମୂର୍ଖ ତପି ମିଶ୍ରକୁ ବି ଜଣା ନାହିଁ ଯେ ସମ୍ବିଧାନରେ ଗୋଟେ ଧାରା ବି ଅଛି 24, 25, 26, 27, ଆଉ ଯେଉଁଠି ଧର୍ମଗତ ସ୍ୱାଧୀନତା ଅଧିକାର ଦିଆଯାଇଛି। ଜଣେ ନିଜର ସ୍ୱଇଚ୍ଛାରେ ଧର୍ମ ଗ୍ରହଣ କରିପାରିବ, ନିଜର ସ୍ୱଇଚ୍ଛାରେ ଆଉ ଧର୍ମକୁ ଛାଡ଼ି ପାରିବ, ଆଉ ଜଣେ ନିଜର ସ୍ୱଇଚ୍ଛାରେ ଧର୍ମ ପ୍ରଚାର କରିପାରିବ। କିନ୍ତୁ ଏଇ ମୂର୍ଖ ତପି ମିଶ୍ର ସେ କ'ଣ କହୁଛି? ଇଏ କହୁଛି ଯେ ଖ୍ରୀଷ୍ଟ ଧର୍ମ ଯିଏ ପ୍ରଚାର କରୁଛି ତାକୁ ତୁମେ ପିଟ। ଦେଖୁଛନ୍ତି ପ୍ରିୟ ବନ୍ଧୁଗଣ, ୟାର ମୂର୍ଖାମି ଟିକେ ଦେଖନ୍ତୁ ଯେ ଖ୍ରୀଷ୍ଟ ଧର୍ମ ଯିଏ ପ୍ରଚାର କରୁଛି ତାକୁ ତୁମେ ପିଟ, କିନ୍ତୁ ସମ୍ବିଧାନ ଅଧିକାର ଦେଇଛି। ଆଚ୍ଛା ଠିକ୍ ଅଛି, ତୁମେ ପିଟି ଦେବ। ପିଟିଲା ପରେ ଯେତେବେଳେ ତୁମ ନାଁରେ କେସ୍ ହେବ ଏଇ ଧାରାକୁ ନେଇକି, ସେତେବେଳେ ତୁମର ଅବସ୍ଥା କ'ଣ ହେବ? ଆଉ ଏଠି ଗୋଟେ ଭିଡ଼ିଓ ମୁଁ ଦେଖୁଥିଲି, ସେ ହିନ୍ଦୁ କରେଇଲା, ଖ୍ରୀଷ୍ଟିଆନମାନଙ୍କୁ ହିନ୍ଦୁ କରେଇଲା। କିନ୍ତୁ ଯେତେବେଳେ ତାଙ୍କ ଭିତରେ ଆଲୋଚନା ହେଉଥିଲା, ଅବଶ୍ୟ ମୁଁ ସେଇ ଭିଡ଼ିଓ କ୍ଲିପ୍ ମୁଁ ଦେଇପାରିନି, କାଳେ ଯଦି କପିରାଇଟ୍ ଷ୍ଟ୍ରାଇକ୍ ପଡ଼ିଯିବ ସେଥି ନିମନ୍ତେ
जदि प्रभु को अनुग्रह करते आगामी वीडियो मानक मुझे वीडियो क्लिप देवी जदि प्रभु अनुग्रह करती किंतु ये प्रथम वीडियो भितर मुझे वीडियो क्लिप मु दौना किंतु केतोटी विषय आलोचना करुच्ची आपन से वीडियो निहाती देखिथिबे जे आदिवासी लोक मान को बसैकी समान को परिचय पचारुची समान को धर्म परिवर्तन विषय कहूँ किंतु गोटे विषय आप ध्यान देवे प्रथम विषयटी मुझे आपन कहले जे ये पचारुची तुम्हें टंका नहीं कि धर्म परिवर्तन कर कि समान कहते ना प्रथम पॉइंट जो द्वारा ये निज को निजे एक्सपोज कला आ द्वितीय विषय कौन द्वितीय विषय हूँ से जो अच्छी आदिवासी लोक मैंने ताबदर जन स्त्री लोक अच्छे से प्रभु जीशुख्रीष्टर विषय न कहीकि परित्राण विषय न कहीकि जे परित्राण केमती आमे पाइथिलु किसी विषय न कहीकि से मध्य स्त्री लोक धर्म विषयटी से कौन करुच्ची से उच्चारण करुच्ची निज मुहरे धर्म विषय किंतु गोटे विषय आप मन रखु प्रिय भाई और भणी मैंने प्रकृत में जी जीशु को जानी प्रकृत में जे उद्धार पाई जीशुकर सुसमाचार शुणिकी विश्वास कर मुहरे धर्म शब्दटा केबे भी बाहर ना जदि मु भूल कहूँ कहतु आ मुहरे धर्म शब्द के बाहरनी ताको जेला पचारे जीव तुम्हें कहीं तुम्हें ख्रीस्टियान हेल से से सुसमाचार को से शुणेब जे मु एमिति विषय मु शुणी जे प्रभु जीशुख्रीष्ट जगत को आसिले मो निमंत जन्म नेले एवं कालवरी क्रूस उपरे निजे मरिकी मोर समस्त पाप को से बही नहीं गले आ से कबर प्राप्त हेले आ 3 दिन पर मृत्यु से पुनरुत्थित हेले आ मु विश्वास करुँची जीशु को जे जीशु मोर पाप पाई कालवरी क्रूस उपरे मरीचंती मो पाई रक्त ढालीचंती एवं आउ थे जिते से आसवे मत सांगरे नहीं कि जीवे एटा से कहि परिबो से एटा कहब किंतु ता मुहरु धर्म शब्द केबे भी बाहर ना आपन सीटा देखंतु वीडियो को आपन जानि परिबे जे ए स्त्री लोक जोटा अच्छी आदिवासी स्त्री लोक से धर्म शब्द को यूज करुच्ची जिते ताको पचरा होचे एथर आप कौन जानिबे अनेक भाई भौणी मैंने कमेंट करिसेंती जे तपी मिश्र माने अनेक टंका देकी एमान को एक्टिंग करिया पे आनिछि आमे जदि सेमती प्रचार करिवो केमती हेबो तबे प्रिय बंधुगण ख्रीष्टरे प्रिय भाई एवं भौणी माने तपी मिश्र विवाद वर्तमान लगी रही ये आह्वान करी ख्रीस्टान लोक मान को डिबेट करने किंतु निजे डिबेट को जाऊ नहीं आमर जने प्रभुंकर व्यक्ति से जाइए डिबेट करने हुए तो मुझे जाने ना से डिबेट कले कि नहीं जदि डिबेट करेंगे तेबे से वीडियो मुझे आपन को देखी आगामी दिन मानक जदि तपी मिश्र जदि लांगुड़ जाकिकी जदि पड़े माने डिबेट भयर तेबे से वीडियो मुझे आपन को देखी पारि ना तबे तपी मिश्र तोर दम अच्छी जदि डिबेट को सामना कर। धन्यवाद ख्रीष्ट प्रिय भाई भौणी माने वीडियो को आपण माने शेयर करंतु अन्य मान सहित आउ चैनल को सब्सक्राइब करंतु जदि प्रथम थर पे आछंती आ वीडियो को लाइक करंतु कमेंट करंतु पुणी देखाबो आपण सहित आ गोटे वीडियो रे आ गोटे अध्याय रे समस्त ख्रीष्ट प्रिय मोर आंतरिक नमस्कार।